मो प्रिय माने प्रभु जीशुଙ୍କ नामରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ନୂତନ ମାସର ଆମ୍ଭେମାନେ ପ୍ରଥମ ଦିନରେ ଆଜି ଆସିଅଛୁ। ବହୁତ ଆଶାର ସହିତ ଆପଣମାନେ ଏହି ଚିନ୍ତାରେ ବସିକି ଅଛନ୍ତି ନୂତନ ମାସରେ ପ୍ରଭୁ ମୋ ପାଇଁ କ'ଣ କହିବେ। ଆପଣମାନେ ମନେ କରୁଥିବେ କେଉଁ ଗୋଟିଏ ଗୃହର ସାମ୍ନାରେ ମୁଁ କଥା ହେଉଅଛି। ଲଣ୍ଡନ ସହରର ଏକ ଗୃହ ସାମ୍ନାରୁ ମୁଁ କଥା ହେଉଅଛି। ଯେବେ ସେବାରେ ଆମ୍ଭେମାନେ ଆସୁଛୁ ଏଠାରେ ହିଁ ରହୁଛୁ। ଭାଇ ଆପାଦୁରାଇ ଝିଅ ସିଲୁ ସେମାନେ ଆମ୍ଭମାନଙ୍କୁ ଏଠାରେ ରହିବାକୁ ଦିଅନ୍ତି। ଏହି ଗୃହରେ ରହି ଆମ୍ଭେମାନେ ତାଙ୍କ ସେବା କରୁ। ଏଠାରେ ଆପଣମାନେ ଦେଖୁଥିବେ 2 ଗୋଟି ମହଲା ଅଛି। ଏଠାର ବିଶେଷ ବିଷୟ ହେଉଛି ଏଠାରେ ପଙ୍ଖା କିମ୍ବା ଏସିର ବ୍ୟବହାର ହୁଏ ନାହିଁ। ଏଠାରେ କାହାରି ଘରେ ମଧ୍ୟ ଏସି ଫ୍ୟାନ୍ ନାହିଁ। ଏହି ଦେଶ ଥଣ୍ଡାରେ ରହିଥିବା ସକାଶୁ ଏଠାରେ ପଙ୍ଖା ଅଥବା ଏସିର କୌଣସି ଆବଶ୍ୟକତା ହୁଏ ନାହିଁ। ହଁ, ବେଳେବେଳେ ଯଦି ଗରମ ଟିକେ ହୋଇଯାଏ ତେବେ କିଛି ଘରେ ଗରମ ହୋଇପାରେ, କିନ୍ତୁ ବାହାରେ ଗରମ ହେଉଥିବା ପରେ ହିଁ ଘର ମଧ୍ୟରେ କିନ୍ତୁ ଥଣ୍ଡା ଅନୁଭୂତି ହୁଏ। ସବୁ ଗୃହରେ ସମ୍ପୂର୍ଣ୍ଣ ଦେଶ ମଧ୍ୟରେ ଥଣ୍ଡା ଅନୁଭୂତି ହୁଏ। ଏଣୁ ବାହାରକୁ ଯିବା କାମ କାର୍ଯ୍ୟ କରିବା ବହୁତ ମନ ଦେଇ ଆପଣ କରିପାରିବେ। ଆଜି ଆମ୍ଭମାନଙ୍କ ପାଇଁ ଈଶ୍ୱରଙ୍କ ବାକ୍ୟ କ'ଣ ଆସନ୍ତୁ ଆମ୍ଭେମାନେ ତାହା ଦେଖିବା। ଜିସାୟ 60 ଅଧ୍ୟାୟ 1 ପଦ। ଉଠ ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ। ପ୍ରଭୁ ଆପଣଙ୍କୁ କହିବା ପାଇଁ ଚାହାନ୍ତି, ମୋ ପୁଅ ମୋ ଝିଅ, ତୁମ୍ଭର ଦୀପ୍ତି ଉପସ୍ଥିତ, ଏଣୁ ତୁମ୍ଭେମାନେ ଆଉ ଅନ୍ଧକାରରେ ରୁହ ନାହିଁ। ଯୀଶୁ ଯେତେବେଳେ ଜଗତରେ ବସବାସ କରୁଥିଲେ ସେ କହିଲେ, ମୁଁ ଜଗତର ଜ୍ୟୋତି ଅଟେ। ଯେତେବେଳେ ଯୀଶୁଖ୍ରୀଷ୍ଟ ଜଗତରେ ସେବା କାର୍ଯ୍ୟ କରୁଥିଲେ ତାଙ୍କ ବିଷୟରେ କୁହାଗଲା, ଯେଉଁମାନେ ଅନ୍ଧକାରରେ ବସବାସ କରୁଛନ୍ତି ସେମାନେ ଜ୍ୟୋତି ପାଇଲେ। ଶୈତାନର ଅଧୀନରେ ଯେଉଁମାନେ ଅନ୍ଧକାରରେ ରହିଥିଲେ ଯୀଶୁ ସେମାନଙ୍କୁ ସମସ୍ତଙ୍କୁ ଉଦ୍ଧାର କଲେ। ଆଜି ମଧ୍ୟ ଶୈତାନ ଯିଏ ଅନ୍ଧକାରର ଅନେକ କାର୍ଯ୍ୟ ଆମମାନଙ୍କ ଜୀବନରେ କରୁଅଛି ତା ସମ୍ବନ୍ଧରେ ଏପରି କୁହାଯାଏ, ସେ ଘର ଅନ୍ଧକାରରେ ବସବାସ କରେ ଶୈତାନ। ଏଣୁ ସେ ଆମମାନଙ୍କ ବିରୁଦ୍ଧରେ ସର୍ବଦା ସମସ୍ୟାକୁ ଠିଆ କରିଥାଏ। ଆଉ କଲୋସୀୟ ମଣ୍ଡଳୀକୁ ପାଉଲ ଲେଖନ୍ତି, ଶୈତାନ ଅନ୍ଧକାରର ରାଜା ଅଟେ ବୋଲି। ମନ୍ଦତାର ଅର୍ଥ ପାପ ଅଟେ, ଆଉ ପାପ କରାଇବା ପାଇଁ ଶୈତାନର ବହୁତ ବଡ଼ ହାତ ରହିଥାଏ। ଯେଉଁମାନେ ଯାଦୁର କାମ କରନ୍ତି, ମେଜିକ୍ କରନ୍ତି, ସେମାନେ ଅନ୍ଧକାରର କରନ୍ତି, ଯେହେତୁ ଅନ୍ଧକାରର ବଳ ସେମାନଙ୍କୁ ମିଳେ। ଅନ୍ଧକାର ବିରୁଦ୍ଧରେ ଜ୍ୟୋତି କାର୍ଯ୍ୟ କରୁଥାଏ। ଏଣୁ ଯେତେବେଳେ ଜ୍ୟୋତି ଆସେ ଅନ୍ଧକାର ଚାଲିଯାଏ। ଯୀଶୁ ନାମକ ଜ୍ୟୋତି ଜୀବନରେ ଆସିଲେ ଅନ୍ଧକାର ସମ୍ପୂର୍ଣ୍ଣ ଦୂରେଇ ଯାଏ। ତାହା ସହିତ ଆମ୍ଭମାନଙ୍କୁ ଆଲୋକ ଦେବା ନିମନ୍ତେ ବାଇବଲ ପ୍ରକାଶ କରିଥାଏ, ଯୀଶୁ ଜଗତର ଜ୍ୟୋତି ଥିଲେ। ଏହିପରି ଆମ୍ଭମାନଙ୍କୁ ମଧ୍ୟ ଜ୍ୟୋତି ସ୍ୱରୂପେ ଜୀବନ ଅତିବାହିତ କରିବାକୁ ହେବ। ଆମ୍ଭେମାନେ ଯେବେ ବାହାରରୁ ଭିତରକୁ ପ୍ରବେଶ କରିଥାଉ ସେତେବେଳେ ଗୃହ ଅନ୍ଧକାର ହୋଇଥାଏ। ସେତେବେଳେ ଆମ୍ଭେମାନେ ଯେବେ ସୁଇଚ୍ ଅନ୍ କରୁ ପୁରା ଆଲୋକରେ ଭରିଯାଏ। ଜ୍ୟୋତି ଯେତେବେଳେ ଆସିଥାଏ ଅନ୍ଧକାର ଦୂରେଇ ଯାଏ। ଶୈତାନ ଯେତେବେଳେ ଆସିଥାଏ ସେ ଅନ୍ଧକାରକୁ ନେଇକି ଆସିଥାଏ, କିନ୍ତୁ ଆପଣମାନେ ଜ୍ୟୋତି ହୋଇକି ଯଦି ବଞ୍ଚିବେ ଅନ୍ଧକାର ଚାଲିଯିବ। ଆପଣଙ୍କ ପରିସ୍ଥିତି ସବୁକିଛି ବଦଳିଯିବ। ପରମେଶ୍ୱର ସମସ୍ତ ଅନ୍ଧକାର ବିରୁଦ୍ଧରେ କାର୍ଯ୍ୟରତ ଅଟନ୍ତି। ଏଣୁ ପରମେଶ୍ୱର ଆମମାନଙ୍କୁ କହୁଛନ୍ତି, ମୋ ପୁଅ ମୋ ଝିଅ, ତୁମ୍ଭେ ବର୍ତ୍ତମାନ ଉଠ ଦୀପ୍ତିମତୀ ହୁଅ, ତୁମ୍ଭର ଦୀପ୍ତି ପ୍ରକାଶ ହଉ। ବେଳେବେଳେ ଆପଣମାନେ ପାପରେ ପଡ଼ିଯାଆନ୍ତି ନା, କିନ୍ତୁ ଆପଣମାନଙ୍କୁ ମୁଁ କହିବାକୁ ଚାହେଁ, ଯେତେବେଳେ ପାପରେ ପଡ଼ିଯାଆନ୍ତି ଭୟଭୀତ ହୁଅନ୍ତୁ ନାହିଁ, ଫେରନ୍ତୁ। ମିଖା 7 ଅଧ୍ୟାୟ 8ରେ ଲେଖାଯାଏ, ହେ ମୋହର ଶତ୍ରୁ, ମୋ ପ୍ରତିକୂଳରେ ଆନନ୍ଦ କର ନାହିଁ, ମୁଁ ପଡ଼ିଲେ ନିଶ୍ଚୟ ପୁଣି ଉଠିବି। ମୁଁ ଅନ୍ଧକାରରେ ବସିଲେ ସଦାପ୍ରଭୁ ମୋର ଦୀପ୍ତି ସ୍ୱରୂପ ହେବେ, ସେ ମୋ ଦୀପ୍ତି ଅଟନ୍ତି। ଆମମାନଙ୍କ ଜୀବନରୁ ଅନ୍ଧକାରକୁ ସମ୍ପୂର୍ଣ୍ଣ ଦୂରେଇବାକୁ ହେବ। ଏପରି ଜୀବନ ଆମେ ଯାପନ କରୁ। ଆପଣ ଯେକୌଣସି ସ୍ଥାନରେ ବସବାସ କରୁଛନ୍ତି ସେଠାରେ ଆପଣମାନଙ୍କୁ ଜ୍ୟୋତି ସ୍ୱରୂପ ହୋଇ ବଞ୍ଚିବାକୁ ପଡ଼ିବ। ଏକ ବିଷୟ ଆପଣଙ୍କୁ, ଏକ ଘଟଣା ମୁଁ ଆପଣଙ୍କୁ କହିବାକୁ ଯାଉଛି। ଗୋଟିଏ ବନ୍ଦୀ ଥରେ ବହୁତ ବଡ଼ ଜେଲରେ ଅନେକ କଏଦୀମାନେ ସେଠାରେ ରହୁଥିଲେ। ସେଠାକାର ଗୋଟିଏ କଏଦୀ ମୋତେ ମିଶିବାକୁ ଚାହୁଁଥିଲେ। ମୁଁ ଗଲି। ସେ ଯୀଶୁଙ୍କୁ ବିଶ୍ୱାସ କରୁଥିଲେ ଏବଂ ବିଶ୍ୱାସର ଜୀବନ ସେ ଅତିବାହିତ କରିବା ବ୍ୟକ୍ତି ଥିଲେ। ସେ ମୋତେ ଅନୁରୋଧ କଲେ ମୁଁ ତାଙ୍କ ନିକଟକୁ ଯିବି। ଏଣୁ ମୁଁ ସେଠାକୁ ଗଲି। ମୁଁ ସେଠାକୁ ଯିବାର ସୁଯୋଗ ପାଇଲି।
ସେଠାରେ ବହୁତ କଏଦୀମାନେ ବସବାସ କରିବାର ଦେଖିଲି। ପୁଣି ପ୍ରଭୁଙ୍କ ଅନୁଗ୍ରହରୁ ମୁଁ ଯାଇପାରିଲି। ସେଠାରେ ବିଭିନ୍ନ ପ୍ରକାରର ବନ୍ଦୀମାନେ ରହିବାର ମୁଁ ଦେଖିବାକୁ ପାଇଲି ଏବଂ ସମସ୍ତ ଜାଗାକୁ ଭ୍ରମଣ କରିବାକୁ ପାଇଲି। ସେଠାରେ ସେହି ବନ୍ଦୀମାନଙ୍କ ଦ୍ୱାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପୁଣି ସେହି ଖାଦ୍ୟଗୁଡ଼ିକୁ ସେମାନେ ବିଭିନ୍ନ ସ୍ଥାନକୁ ନେଇ ବିକ୍ରି କରନ୍ତି। ମୁଁ ସେଠାକାର ପୋଲିସଙ୍କୁ ଜଣାଇଲି। ସେ ମୋତେ କହିଲେ, ଏହି ଜେଲର ମହାଶୟ ଆସିବା ପରେ ଆମମାନଙ୍କ ସମସ୍ତ ବିଷୟ ପରିବର୍ତ୍ତନ ହୋଇଅଛି। ଏହି ଜେଲର ମହାଶୟ ପ୍ରତ୍ୟେକଙ୍କ ସହିତ ବିନମ୍ର ସହକାରେ ପ୍ରେମ ସହକାରେ ସେ ଆପଣାକୁ ପ୍ରଦର୍ଶନ କରୁଛନ୍ତି। ଏହି ମହାଶୟ ଆସିବା ପରେ ଜେଲରେ ବହୁତ ବଡ଼ ପରିବର୍ତ୍ତନ ଦେଖାଗଲା। ଆଉ କିଛି ବନ୍ଦୀମାନଙ୍କୁ ମଧ୍ୟ ପଚାରିଲି। ସେମାନେ ମଧ୍ୟ ମୋତେ କହିଲେ, ଏହି ମହାଶୟଙ୍କ ଆସିବା ପରେ ବହୁତ ପରିବର୍ତ୍ତନ ଦେଖାଯାଉଅଛି। ଆମ୍ଭେମାନେ ଯେପରି ନିଜ ଗୋଡ଼ରେ ଠିଆ ହୋଇପାରିବୁ ଏଣୁ ସେ ବହୁତ କାମ କାର୍ଯ୍ୟ ଆମମାନଙ୍କୁ ଶିଖାଇଲେ। ବର୍ତ୍ତମାନ ଆମ୍ଭେମାନେ ଖୁସି ଶାନ୍ତିରେ ରହିପାରୁଅଛୁ। ଆଉ ଅନ୍ୟମାନଙ୍କ ଠାରୁ ମଧ୍ୟ ମୁଁ ଜାଣିବାକୁ ଚାହିଁଲି। ସେମାନେ ବି କହିଲେ, ଏହି ମହାଶୟଙ୍କ ଆସିବା ପରେ ଏଠାକାର ପରିସ୍ଥିତି ବହୁତ ପରିବର୍ତ୍ତନ ହୋଇଗଲା। ପୁଣି ଲୋକମାନେ ବହୁତ ଆନନ୍ଦରେ ବଞ୍ଚିବାକୁ ଲାଗିଲେ। ପ୍ରଭୁଙ୍କ ଲୋକମାନେ ଏକ ବ୍ୟକ୍ତି ଅନ୍ଧକାରରୁ ଫେରି ଜ୍ୟୋତିକୁ ଆସିଲା ପରେ ତାଙ୍କ ଦ୍ୱାରା ସମସ୍ତ ବିଷୟ କିପରି ପରିବର୍ତ୍ତନ ହେଉଅଛି। ଆଉ ଏହା ମଧ୍ୟ ମୁଁ ଶୁଣିବାକୁ ପାଇଲି, ସେ ମହାଶୟ ଜଣକ ପ୍ରତ୍ୟେକଙ୍କ ସହ ଭଲରେ କଥା ହୁଅନ୍ତି। ପୁଣି କୌଣସି ଭେଦଭାବ ସେ ଜମା ରଖନ୍ତି ନାହିଁ। ତାହାଙ୍କ ଆସିବା ପରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦେଖାଗଲା ବୋଲି ସମସ୍ତେ ଖୁସିରେ ଅଛନ୍ତି। ଏକ ବ୍ୟକ୍ତିଙ୍କ ଜୀବନରେ ଯେତେବେଳେ ଜ୍ୟୋତି ଆସିଲା, ସେ ଜ୍ୟୋତି ଅନ୍ୟମାନଙ୍କ ଠାରେ ମଧ୍ୟ କାର୍ଯ୍ୟ କରିବାର ଆମେମାନେ ଦେଖିବାକୁ ପାଉଛୁ। ଆପଣମାନେ ମଧ୍ୟ ନିଶ୍ଚୟ ସେହି ପ୍ରକାର ଜୀବନ ବିତାଇ ପାରିବେ। ଆମ୍ଭମାନଙ୍କୁ ଜ୍ୟୋତି ସ୍ୱରୂପ ବଞ୍ଚିବାକୁ ହେବ। ଏଣୁ ପ୍ରଭୁ ଯୀଶୁ କହିଲେ, ମୁଁ ଜଗତର ଜ୍ୟୋତି ଅଟେ। ତୁମ୍ଭେମାନେ ମଧ୍ୟ ଜଗତର ଜ୍ୟୋତି ହୋଇ ନିଶ୍ଚୟ ଜୀବନ ବିତାଅ। ଆମ୍ଭମାନଙ୍କ ଜୀବନର ସେ ଜ୍ୟୋତି କେବେ ମଧ୍ୟ ନ ଲିଭିଯିବା ଦରକାର। ଆମ୍ଭମାନଙ୍କୁ ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରି ଜୀବନରେ ଆଗକୁ ଆଗକୁ ବଢ଼ିବାକୁ ପଡ଼ିବ। ଏହି ପ୍ରକାରେ ସେହି ଜ୍ୟୋତି ଯେପରି ଆମ୍ଭମାନଙ୍କ ଜୀବନରେ ଦିନକୁ ଦିନ ବଢ଼ିବ, ଏପରି ଆମ୍ଭମାନଙ୍କୁ ବଞ୍ଚିବାକୁ ପଡ଼ିବ। ଆସନ୍ତୁ ଆମେମାନେ ପ୍ରଭୁଙ୍କୁ କହିବା, ପ୍ରଭୁ ମୋତେ ମଧ୍ୟ ଜ୍ୟୋତି ସ୍ୱରୂପ କର, ମୁଁ ମଧ୍ୟ ଯେପରି ଜ୍ୟୋତିରେ ବଢ଼ିବି। ପ୍ରଭୁଙ୍କୁ ଆମେମାନେ କହିବା, ମୋର ଜୀବନର ଜ୍ୟୋତି କେବେ ମଧ୍ୟ ଲିଭି ନ ଯାଉ। ପ୍ରଭୁ ମୋତେ ତୁମେ ସଙ୍ଗରେ ସଙ୍ଗରେ ରହି ଜ୍ୟୋତି ହେବା ପାଇଁ ସାହାଯ୍ୟ କରୁଥାଅ। ଯେଉଁଠାରେ ମଧ୍ୟ ମୁଁ ରହୁଅଛି, ଗ୍ରାମରେ, ସହରରେ, ଦେଶରେ ଏବଂ କାମ କରୁଥିବା ଜାଗାରେ, ସେଠାରେ ଜ୍ୟୋତି ହେବା ପାଇଁ ସାହାଯ୍ୟ କର। ମୋତେ ଜ୍ୟୋତି ହୋଇ ରହିବା ପାଇଁ ସାହାଯ୍ୟ କରୁଥାଅ। ମୋ ଦ୍ୱାରା ଯେପରି ଶୈତାନର ସମସ୍ତ ଶକ୍ତି ବିନାଶ ହେବ, ଏପରି ମୋତେ ଶକ୍ତି ଦିଅ। ଜ୍ୟୋତି ସ୍ୱରୂପ ହେଇ ସମସ୍ତ ଅନ୍ଧକାରକୁ ଜୀବନରୁ ପୁଣି ଲୋକମାନଙ୍କଠାରୁ ବାହାର କରିବା ପାଇଁ ସାହାଯ୍ୟ କର। ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରିଲି, ଆମେନ୍, ଆମେନ୍।